ॐ तव कथामृतं तप्तजीवनं कविभिरीडितं कल्मषापहं श्रवणमङ्गलं श्रीमदाततं भुवि गृह्णन्ति ये भूरिदा जनाः। श्री श्री रामकृष्ण कथामृत। ईशानଙ୍କୁ ଉପଦେଶ ଭକ୍ତିଯୋଗ କର୍ମଯୋଗ ଜ୍ଞାନର ଲକ୍ଷଣ। ସିନ୍ଥିର ପଣ୍ଡିତ ଚାଲି ଯାଇଛନ୍ତି। କ୍ରମେ ସନ୍ଧ୍ୟା ହେଲା। କାଳୀ ମନ୍ଦିରରେ ଦେବଦେବୀମାନଙ୍କର ଆଳତୀର ବାଜଣା ବାଜି ଉଠିଲା। ଶ୍ରୀରାମକୃଷ୍ଣ ଦେବଦେବୀମାନଙ୍କୁ ନମସ୍କାର କରୁଛନ୍ତି। ଛୋଟ ଖଟ ଉପରେ ବସିଛନ୍ତି ଅନ୍ୟମନସ୍କ। କେତେଜଣ ଭକ୍ତ ଆସି ତଳେ ପୁଣି ବସିଲେ। ଘର ନିଶବ୍ଦ। ଘଣ୍ଟାଏ ରାତି ହେଲାଣି। ଈଶାନ ମୁଖୋପାଧ୍ୟାୟ ଓ କିଶୋରୀ ଆସି ଉପସ୍ଥିତ। ସେମାନେ ଠାକୁରଙ୍କୁ ପ୍ରଣାମ କରି ଆସନ ଗ୍ରହଣ କଲେ। ଈଶାନଙ୍କର ପୁରସ୍ଚରଣ ଆଦି ଶାସ୍ତ୍ର ଉଚିତ କର୍ମରେ ଖୁବ୍ ଅନୁରାଗ। ଈଶାନ କର୍ମଯୋଗୀ। ଏଥର ଠାକୁରେ କହୁଛନ୍ତି। ଶ୍ରୀରାମକୃଷ୍ଣ କହୁଛନ୍ତି, ଜ୍ଞାନ ଜ୍ଞାନ କହିଲେ କ'ଣ ହୁଏ? ଜ୍ଞାନ ହେବାର ଲକ୍ଷଣ ଅଛି। ଦୁଇଟି ଲକ୍ଷଣ। ପ୍ରଥମ ଅନୁରାଗ ଅର୍ଥାତ୍ ଈଶ୍ୱରଙ୍କୁ ଭଲ ପାଇବା। ତୁଚ୍ଛା ଜ୍ଞାନ ବିଚାର କରୁଛି, କିନ୍ତୁ ଈଶ୍ୱରଙ୍କଠାରେ ଅନୁରାଗ ନାହିଁ, ଶ୍ରଦ୍ଧା ନାହିଁ, ତାହା ମିଥ୍ୟା। ଅନ୍ୟ ଗୋଟିଏ ଲକ୍ଷଣ କୁଣ୍ଡଳିନୀ ଶକ୍ତିର ଜାଗରଣ। କୂଳକୁଣ୍ଡଳିନୀ ଯେ ପର୍ଯ୍ୟନ୍ତ ନିଦ୍ରିତ ଥାଏ ସେ ପର୍ଯ୍ୟନ୍ତ ଜ୍ଞାନ ହୁଏ ନାହିଁ। ବସି ବସି ବହି ପଢ଼ି ଯାଉଛି, ବିଚାର କରୁଛି, କିନ୍ତୁ ଭିତରେ ବ୍ୟାକୁଳତା ନାହିଁ। ଏଇଟି ଜ୍ଞାନର ଲକ୍ଷଣ ନୁହେଁ। କୁଣ୍ଡଳିନୀ ଶକ୍ତିର ଜାଗରଣ ହେଲେ ଭାବ, ଭକ୍ତି, ପ୍ରେମ ଏହିସବୁ ହୁଏ। ଏହାର ନାମ ଭକ୍ତିଯୋଗ। କର୍ମଯୋଗ ବଡ଼ କଠିନ। କର୍ମଯୋଗରେ କେତେଗୁଡ଼ିଏ ଶକ୍ତି ହୁଏ, ସିଦ୍ଧି ହୁଏ। ଈଶାନ କହୁଛନ୍ତି, ମୁଁ ହାଜରା ମହାଶୟଙ୍କ ପାଖକୁ ଯାଉଛି। ଠାକୁରେ ଚୁପ୍ ହୋଇ ରହିଲେ। କିଛି କ୍ଷଣ ପରେ ଈଶାନ ପୁଣି ଘର ଭିତରେ ପ୍ରବେଶ କଲେ। ସାଙ୍ଗରେ ହାଜରା। ଠାକୁରେ ନିଶବ୍ଦରେ ବସିଛନ୍ତି। ଟିକିଏ ପରେ ହାଜରା ଈଶାନଙ୍କୁ କହିଲେ, ଚାଲନ୍ତୁ, ଏ ବର୍ତ୍ତମାନ ଧ୍ୟାନ କରିବେ। ଈଶାନ ଓ ହାଜରା ଚାଲିଗଲେ। ଠାକୁରେ ନିଶବ୍ଦରେ ବସିଛନ୍ତି। କ୍ରମେ ସତକୁ ସତ ଧ୍ୟାନ କରୁଛନ୍ତି। ପରେ ଜପ କରୁଛନ୍ତି। ସେହି ହାତ ଥରେ ମୁଣ୍ଡ ଉପରେ ରଖିଲେ, ତାପରେ କପାଳରେ, ତାପରେ କଣ୍ଠରେ, ତାପରେ ହୃଦୟରେ, ତାପରେ ନାଭିଦେଶରେ। ଶ୍ରୀରାମକୃଷ୍ଣ କ'ଣ ଷଟ୍ଚକ୍ରରେ ଆଦ୍ୟାଶକ୍ତିଙ୍କର ଧ୍ୟାନ କରୁଛନ୍ତି? ଶିବ ସଂହିତା ଆଦି ଶାସ୍ତ୍ରରେ ଯେଉଁ ଯୋଗର କଥା ଅଛି, ଏ କ'ଣ ତାହା? ଈଶାନ ହାଜରାଙ୍କ ସହିତ କାଳୀ ମନ୍ଦିରକୁ ଯାଇଛନ୍ତି। ଠାକୁରେ ଧ୍ୟାନ କରୁଥିଲେ। ରାତି ପ୍ରାୟ 7:30। ଇତିମଧ୍ୟରେ ଅଧର ଆସି ପହଞ୍ଚିଛନ୍ତି। କିଛି କ୍ଷଣ ପରେ ଠାକୁରେ ମା କାଳୀଙ୍କୁ ଦର୍ଶନ କରିବାକୁ ଯାଇଛନ୍ତି। ଦର୍ଶନ କରି ପାଦପଦ୍ମରୁ ପ୍ରସାଦୀ ଫୁଲ ଆଣି ମସ୍ତକରେ ଧାରଣ କଲେ। ମାଙ୍କୁ ପ୍ରଣାମ ଓ ପ୍ରଦକ୍ଷିଣ କଲେ ଏବଂ ଚାମର ନେଇ ବ୍ୟଞ୍ଜନ କଲେ। ଠାକୁର ଭାବରେ ବିଭୋଳ। ବାହାରକୁ ଆସିବା ସମୟରେ ଦେଖିଲେ ଈଶାନ କଷାକଷି ନେଇ ସନ୍ଧ୍ୟା କରୁଛନ୍ତି। ଶ୍ରୀରାମକୃଷ୍ଣ ଈଶାନଙ୍କ ପ୍ରତି କହୁଛନ୍ତି, ଆପଣ କ'ଣ ସେହି ସମୟରେ ଅଛନ୍ତି? ଆହ୍ନିକ କରୁଛନ୍ତି। ଗୋଟିଏ ଗୀତ ଶୁଣନ୍ତୁ। ଭାବରେ ଉନ୍ମତ୍ତ ହୋଇ ଈଶାନଙ୍କ ପାଖରେ ବସି ମଧୁର କଣ୍ଠରେ ଗାଉଛନ୍ତି। ଗୟା ଗଙ୍ଗା প্রভাসাদি কাশী কাঞ্চি কেবা চাই, কালী 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 বলে আমার অজপা যদি ফুরাই, ত্রিসন্ধ্যা যে বলে কালী পূজা সন্ধ্যা সেকি চাই, সন্ধ্যা তার সন্ধানে ফেরে কভু সন্ধি নাই পাই, দয়াব্রত দান আদি আর কিছু না মনে লয়, মদনের যাগযজ্ঞ ব্রহ্মময়ীর রাঙ্গা পাই। সন্ধ্যাদি କେତେ ଦିନ? ଯେତେ ଦିନ ଯାଏ ତାଙ୍କର ପାଦପଦ୍ମରେ ଭକ୍ତି ନ ହୁଏ। ତାଙ୍କର ନାମ କରୁ କରୁ ଯେତେ ଦିନ ଯାଏ ଚକ୍ଷୁରୁ ଅଶ୍ରୁ ନ ପଡ଼େ, ଆଉ ଯେତେ ଦିନ ଶରୀର ରୋମାଞ୍ଚନ ହୁଏ। রামপ্রসাদ বলে ভক্তি মুক্তি উভয়ে মাথায় রেখেছি, আমি কালী ব্রহ্ম জেনে মর্ম ধর্মাধর্ম সব ছেড়েছি। যেତେବେଳେ ଫଳ ହୁଏ ସେତେବେଳେ ଫୁଲ ଝଡ଼ି ପଡ଼େ, ଯେତେବେଳେ ଭକ୍ତି ହୁଏ ସେତେବେଳେ ଈଶ୍ୱର ଲାଭ ହୁଏ, ସେତେବେଳେ ସନ୍ଧ୍ୟାଦି କର୍ମ ଚାଲିଯାଏ। ଗୃହସ୍ଥର ବୋହୂର ପେଟରେ
ଯେତେବେଳେ ସନ୍ତାନ ହୁଏ ଶାଶୁ କାମ କମାଇ ଦିଏ। 10 ମାସ ହେଲେ ଘରର କାମ କରିବାକୁ ଦିଏ ନାହିଁ। ଏହାପରେ ସନ୍ତାନ ପ୍ରସବ ହେଲେ ସେ କେବଳ ପିଲାଟିକୁ କୋଳରେ ଧରି ତା'ର ସେବା କରେ, ଆଉ କୌଣସି କାମ ରହେ ନାହିଁ। ଈଶ୍ୱର ଲାଭ ହେଲେ ସନ୍ଧ୍ୟାରେ କର୍ମ ତ୍ୟାଗ ହୋଇଯାଏ। ତୁମେ ଏପରି ମନ୍ଥର ହେଲେ ଚଳିବ ନାହିଁ। ତୀବ୍ର ବୈରାଗ୍ୟ ଦରକାର। 15 ମାସରେ 1 ବର୍ଷ କଲେ କ'ଣ ହୁଏ? ତୁମ ଭିତରେ ଯେପରି ଜୋର ନାହିଁ, ଶକ୍ତି ନାହିଁ, ଚୁଡ଼ା ଚକଟା, ଉଠି ପଡ଼ି ଲାଗ ଆଉ ଅଣ୍ଟା ଭିଡ଼। ସେଥିପାଇଁ ମୋତେ ଏ ଗୀତଟି ଭଲ ଲାଗେ ନାହିଁ। ହରି ସେ ଲାଗି ରହରେ ଭାଇ, ତେରା ବନ୍ତ ବନ୍ତ ବନିଯାଇ। ବନ୍ତ ବନ୍ତ ବନିଯାଇ ମୋତେ ଭଲ ଲାଗେ ନାହିଁ। ତୀବ୍ର ବୈରାଗ୍ୟ ଦରକାର। ହାଜରାଙ୍କୁ ସେଥିପାଇଁ ମୁଁ କହେ। କାହିଁକି ତୀବ୍ର ବୈରାଗ୍ୟ ହୁଏ ନାହିଁ ପ୍ରଶ୍ନ କରୁଛ? ତା'ର ମାନେ ଅଛି। ଭିତରେ ବାସନା ଓ ପ୍ରବୃତ୍ତି ସବୁ ଅଛି। ହାଜରାଙ୍କୁ ତେଣୁ କହେ, କାମାର ପୁକୁରରେ ବିଲକୁ ପାଣି ଆଣନ୍ତି। ବିଲର ଚାରିଦିଗରେ ବନ୍ଧ ଦିଆଯାଇଛି, ଅଥଚ ପାଣି ବାହାରିଯାଏ। ମାଟିର ବନ୍ଧ, କିନ୍ତୁ ବନ୍ଧର ମଝିରେ ମଝିରେ ଘଡ଼ିଆ ଗର୍ତ୍ତ। ପ୍ରାଣପଣେ ତ ପାଣି ଆଣୁଛନ୍ତି, କିନ୍ତୁ ଘଡ଼ିଆ ଦେଇ ପାଣି ବାହାରି ଯାଉଛି। ବାସନା ହେଉଛି ଘଡ଼ିଆ। ଜପତପ କରୁଛ ସତ, କିନ୍ତୁ ପଛରେ ବାସନା ଘଡ଼ିଆ ଦେଇ ସବୁ ବାହାରି ଯାଉଛି। ମୁଗୁରା ଦେଇ ମାଛ ଧରନ୍ତି। ବାଉଁଶ ଖଡ଼ିକା ସିଧା ରଖିବାର କଥା, କିନ୍ତୁ ବଙ୍କେଇ ରଖନ୍ତି କାହିଁକି? ମାଛ ଧରିବେ ବୋଲି। ବାସନା ମାଛ। ସେଥିପାଇଁ ମନ ସଂସାର ଆଡ଼କୁ ନଇଁ ରହିଛି। ବାସନା ନ ରହିଲେ ମନ ସହଜରେ ଈଶ୍ୱରଙ୍କ ଦିଗରେ ରହେ। କିପରି ଜାଣ? ଯେପରି ନିକ୍ତିର କଣ୍ଟା। କାମିନୀ କାଞ୍ଚନର ଭାର ଅଛି ବୋଲି ଉପର କଣ୍ଟା ତଳ କଣ୍ଟା ଏକ ହୁଏ ନାହିଁ। ତେଣୁ ଜଗଭ୍ରଷ୍ଟ ହୁଅନ୍ତି। ଦୀପ ଶିଖା ଦେଖ ନାହିଁ? ଟିକିଏ ପବନ ହେଲେ ଦୋହଲେ। ଜଗ ଅବସ୍ଥା ଦୀପ ଶିଖା ପରି, ଯେଉଁଠାରେ ପବନ ନାହିଁ। ମନ ଚାରିଆଡ଼େ ବିକ୍ଷିପ୍ତ ହୋଇଯାଇଛି। କିଛି ଅଂଶ ଯାଇଛି ଢାକା, କିଛି ଅଂଶ ଯାଇଛି ଦିଲ୍ଲୀ, କିଛି ଅଂଶ ଯାଇଛି କୁଚବିହାର। ସେଇ ମନକୁ ଏକତ୍ର କରିବାକୁ ହେବ। ଗୋଟିଏ ଜାଗାରେ ଏକାଗ୍ର କରିବାକୁ ହେବ। ତୁମେ ଯଦି 100 ଅଣା ଦାମର ଲୁଗା ଚାହଁ, ତେବେ ତୁମକୁ ତ ଲୁଗାବାଲାକୁ 100 ଅଣା ଦେବାକୁ ହେବ। ଟିକିଏ ବିଘ୍ନ ହେଲେ ଯୋଗ କରିହେବ ନାହିଁ। ଟେଲିଗ୍ରାଫ ତାରରେ ଯଦି ଟିକିଏ କଣା ରହେ, ତାହେଲେ ଆଉ ଖବର ଯିବ ନାହିଁ। ତେବେ ସଂସାରରେ ଅଛ, ରହିଲେ କ'ଣ ହେଲା? ତେବେ ସମସ୍ତ କର୍ମଫଳ ଈଶ୍ୱରଙ୍କଠାରେ ସମର୍ପଣ କରିବାକୁ ହେବ। ନିଜେ କୌଣସି ଫଳ କାମନା କରିବା ଉଚିତ ନୁହେଁ। ତେବେ ଗୋଟିଏ କଥା ଅଛି, ଭକ୍ତି କାମନା କାମନା ଭିତରେ ନୁହେଁ। ଭକ୍ତି କାମନା ଭକ୍ତି ପ୍ରାର୍ଥନା କରିପାର। ଭକ୍ତିର ତମ ଆଣିବ। ମାଙ୍କ ପାଖରେ জোর কর। মায়ে পয়ে মকদ্দমা ধুম হবে রামপ্রসাদ বলে, তখন শান্ত হব ক্ষান্ত হয়ে আমায় যখন করবি কলে। ତ୍ରୈଲୋକ୍ୟ କହିଥିଲେ, ମୁଁ ଯେତେବେଳେ ତାଙ୍କ ଘରେ ଜନ୍ମିଛି ସେତେବେଳେ ମୋର ଭାଗ ଅଛି। ତୁମର ଯେ ଆପଣାର ମା ହେ, ଏ କ'ଣ ସାବତ ମା? ଏ କ'ଣ ଧରମ ମା? ଏହାଙ୍କ ପାଖରେ ଜୋର ଚଳିବ ନାହିଁ ତ କାହା পাখরে চলিব? কহ মা, আমি কি আটাশে ছেলে, আমি ভয় করিনি চোখ রাঙালে। এবার করব নালিশ শ্রীনাথের আগে, ডিক্রি লব 100 আলে। ଆପଣାର ମା, ଜୋର କର। ଯାହାର ଯେଉଁଥିରେ ସତ୍ତା ଥାଏ, ତାହାର ସେଥିରେ ଟାଣ ଥାଏ। ମାଆର ସତ୍ତା ମୋ ଭିତରେ ଅଛି ବୋଲି ତ ମାଙ୍କ ଦିଗରେ ଏତେ ଟାଣ ହୁଏ। ଯିଏ ଠିକ୍ ଶୋଇବ, ସେ ଶିବଙ୍କର ସତ୍ତା ପାଇ କିଛି ଅଂଶ ତା ଭିତରେ ଆସି ପଡ଼େ। ଯିଏ ଠିକ୍ ବୈଷ୍ଣବ, ତା ଭିତରେ ନାରାୟଣଙ୍କର ସତ୍ତା ଆସେ। ଆଜିକାଲି ତୁମକୁ ବିଷୟକର୍ମ କରିବାକୁ ପଡ଼େ ନାହିଁ। ତେଣୁ କିଛି ଦିନ ତାଙ୍କର ଚିନ୍ତା କର। ଦେଖିଲ ତ, ସଂସାରରେ କିଛି ନାହିଁ। ଠାକୁର ସେଇ ମଧୁର କଣ୍ଠରେ ଗାଉଛନ୍ତି, ভেবে দেখ মন কেউ কারু নয়, মিছে ভ্রম ভূমণ্ডলে, ভুলো না দক্ষিণ কালী, বদ্ধ হয়ে মায়া জলে। দিন 2-3 দিনের তরে কর্তা বলে সবাই মানে, সেই কর্তাকে দেবে ফেলে কালাকালের কর্তা এলে। যার জন্য মর ভেবে, সে কি তোমার সঙ্গে যাবে, সেই প্রেয়সী দিবে ছড়া, অমঙ্গল হবে বলে। ଆଉ ତୁମେ ସାଲିସ ମଧ୍ୟସ୍ଥତା ଏସବୁ କ'ଣ କରୁଛ? ଲୋକଙ୍କର ଝଗଡ଼ା ବିବାଦ ମେଣ୍ଟାଉ, ତୁମକୁ ଲୋକେ ମଧ୍ୟସ୍ଥ ବୋଲି ଧରନ୍ତି ଶୁଣିବାକୁ ପାଏ।
ଏହାର ଅନେକ ଦିନ ଧରି କରୁଛ। ଯେଉଁମାନେ କରିବେ ସେମାନେ କରନ୍ତୁ। ତୁମେ ବର୍ତ୍ତମାନ ତାଙ୍କର ପାଦପଦ୍ମରେ ବେଶୀ ମନ ଦିଅ। କହନ୍ତି ଲଙ୍କାରେ ରାବଣ ମଲା, ବେହୁଲା କାନ୍ଦି ଆକୁଳ ହେଲା। ତେବେ ଶମ୍ଭୁ ମଧ୍ୟ କହିଲା ହାସ୍ପାତାଳ ଡିସ୍ପେନ୍ସରୀ କରିବି। ଲୋକଟି ଭକ୍ତ ଥିଲା। ସେଥିପାଇଁ ମୁଁ କହିଲି ଭଗବାନଙ୍କର ସାକ୍ଷାତକାର ହେଲେ କ'ଣ ହାସ୍ପାତାଳ ଡିସ୍ପେନ୍ସରୀ ଚାହିଁବ? କେଶବ ସେନ କହିଲା ଈଶ୍ୱର ଦର୍ଶନ ହୁଏ ନାହିଁ କାହିଁକି? ମୁଁ କହିଲି ତୁମେ ଲୋକମାନ୍ୟ ପାଣ୍ଡିତ୍ୟ ଏହିସବୁ ନେଇ ଅଛ କି ନା, ସେଥିପାଇଁ ହୁଏ ନାହିଁ। ଯେତେ କ୍ଷଣ ପର୍ଯ୍ୟନ୍ତ ଛୋଟ ପିଲା ଖେଳନା ନେଇ ଖେଳୁଥାଏ ସେତେ କ୍ଷଣ ପର୍ଯ୍ୟନ୍ତ ତାହାର ମା ତା ପାଖକୁ ଆସେ ନାହିଁ। କିନ୍ତୁ କିଛି କ୍ଷଣ ପରେ ଯେତେବେଳେ ପିଲା ଖେଳନା ଛାଡ଼ି କାନ୍ଦିବାକୁ ଆରମ୍ଭ କରେ ସେତେବେଳେ ମା ଭାତ ହାଣ୍ଡି ତଳକୁ ଓହ୍ଲାଇ ଦୌଡ଼ି ଆସେ। ତୁମେ ସେହିପରି ମଧ୍ୟସ୍ଥତା କରୁଛ। ମା ଭାବୁଛନ୍ତି ପୁଅ ମୋର ମଧ୍ୟସ୍ଥତା କରି ବେଶ ଅଛି ତ ଥାଉ। ଈଶା ନୀତିମଧ୍ୟରେ ଠାକୁରଙ୍କ ଚରଣ ସ୍ପର୍ଶ କରିଛନ୍ତି। ଚରଣ ଧରି ବିନୀତ ଭାବରେ କହୁଛନ୍ତି ମୁଁ ଯେ ଇଚ୍ଛା କରି ଏସବୁ କରେ ତାହା ନୁହେଁ। ଶ୍ରୀରାମକୃଷ୍ଣ କହୁଛନ୍ତି ଏହା ଜାଣେ, ଏହା ମାଙ୍କର ଖେଳ, ତାଙ୍କର ହିଁ ଲୀଳା। ସଂସାରରେ ବଦ୍ଧ କରି ରଖିବା ଏହା ମହାମାୟୀଙ୍କର ଇଚ୍ଛା। କ'ଣ ଜାଣ, ଭବସାଗରେ ଉଠୁଛି ବୁଡ଼ୁଛି କେତେ ଯେ ତରି। ପୁଣି ଗୁଡ଼ି ଲକ୍ଷ୍ୟ କରେ କାଟେ ଦୁଇଟା ଗୋଟା, ହସି ମାରେ ମା ଦିଏ ହାତରେ ତାଳି। ଲକ୍ଷକ ମଧ୍ୟରେ ଜଣେ ଦୁଇ ଜଣ ମୁକ୍ତ ହୋଇଯାଆନ୍ତି, ବାକି ସମସ୍ତେ ମାଙ୍କ ଇଚ୍ଛାରେ ବଦ୍ଧ ହୋଇଛନ୍ତି। ଲୁଚକାଳି ଖେଳ ଦେଖିନାହଁ? ବୁଢ଼ୀର ଇଚ୍ଛା ଯେ ଖେଳଟା ଚାଲୁ। ସମସ୍ତେ ଯଦି ବୁଢ଼ୀକୁ ଛୁଇଁ ପକାନ୍ତି ତାହେଲେ ଖେଳ ଆଉ ଚାଲିବ ନାହିଁ। ତେଣୁ ବୁଢ଼ୀର ଇଚ୍ଛା ନୁହେଁ ଯେ ସମସ୍ତେ ଛୁଅନ୍ତୁ। ଆଉ ଦେଖ, ବଡ଼ ବଡ଼ ଗୋଦାମରେ ଛାତ ଉଚ୍ଚରେ ବଡ଼ ବଡ଼ ଚାଉଳ ଗଦା ଥାଏ, ଡାଲି ମଧ୍ୟ ଥାଏ। କିନ୍ତୁ କାଳେ ମୂଷା ପଶି ଖାଇବେ ସେଥିପାଇଁ ଗୋଦାମର ମାଲିକ କୁଲାରେ ଖଇ ଉଖୁଡ଼ା ବାହାରେ ରଖିଦିଅନ୍ତି। ଏହା ମିଠା ଲାଗେ ଏବଂ ଏଥିରୁ ବାସନା ବାହାରେ। ତେଣୁ ମୂଷା ସବୁ ସେହି କୁଲା ଚାରିପାଖରେ ବେଢ଼ି ରହନ୍ତି, ଚାଉଳ ଡାଲି ଗଦାର ସନ୍ଧାନ ପାଆନ୍ତି ନାହିଁ। ସେହିପରି ଜୀବ କାମିନୀ କାଞ୍ଚନରେ ମୁଗ୍ଧ ହୁଏ, ଈଶ୍ୱରଙ୍କ ଖବର ପାଇନାହିଁ। ଓଂ ନିରଞ୍ଜନଂ ନିତ୍ୟମନନ୍ତରୂପଂ ଭକ୍ତାନୁକମ୍ପାଧିତ ବିଗ୍ରହଂ ବୈ ଈଶାବତାରଂ ପରମେଶମିଡ୍ୟଂ ତ୍ୱଂ ରାମକୃଷ୍ଣଂ ଶିରସା ନମାମି।